friends, welcome to BBN Study and Research Center. ଆସନ୍ତୁ ଆଜି ପଢ଼ିବା ଓଡ଼ିଶା ହିଷ୍ଟ୍ରି ବା ଓଡ଼ିଶାର ଯେଉଁ ହିଷ୍ଟ୍ରି ରହିଛି କିଛି କ୍ୱେଶ୍ଚନ୍ ଆନ୍ସର୍ ଯେଉଁଟାକି ଆପଣ ଏକ୍ଜାମ୍ରେ ନେକ୍ସଟ ଏକ୍ଜାମ୍ ଯେଉଁଟା ବି ହେବ OSSC ବା OSSC ବା ଓଡ଼ିଶା ଫାୟାର ସର୍ଭିସ୍ ବା OPSC ବା ଆପଣଙ୍କ ନେକ୍ସଟ ଓଡ଼ିଶା ଫରେଷ୍ଟ ଡିପାର୍ଟମେଣ୍ଟ ଯେଉଁ ଏକ୍ଜାମ୍ ହେବାକୁ ଅଛି ବା ଆସୁଅଛି ସେଗୁଡ଼ାରେ ନିଶ୍ଚିତ ଏଇ ସବଜେକ୍ଟର ହିଁ କିଛି ନା କିଛି କ୍ୱେଶ୍ଚନ୍ ପଡ଼ିବ ଯେଉଁଗୁଡ଼ାକ ମୁଁ ପଢ଼ଉଛି ବା ଆପଣଙ୍କୁ ବତାଉଛି। ଏହି କ୍ୱେଶ୍ଚନ୍ ଗୁଡ଼ାକ ମଧ୍ୟରେ କିଛି ନା କିଛି କ୍ୱେଶ୍ଚନ୍ ପଡ଼ିବ ଯାହାଦ୍ୱାରା କି ଆପଣ ନେକ୍ସଟ ଏକ୍ଜାମ୍ ଗୁଡ଼ିକୁ ଭଲ କରି ପ୍ରିପେୟାର ହେବେ। ତ ଆସନ୍ତୁ ଆଉ ଲେଟ୍ ନକରି ଆଜିର ଟପିକ୍ କ'ଣ ଜେନେରାଲ୍ ନଲେଜ୍ 9 ବା ଆପଣଙ୍କ କ'ଣ ଓଡ଼ିଶା ହିଷ୍ଟ୍ରି ବିଷୟରେ କିଛି ପଢ଼ିବା। ତା ପୂର୍ବରୁ ଯେଉଁମାନେ ଚ୍ୟାନେଲରେ ଫାର୍ଷ୍ଟ ଟାଇମ୍ ଭିଜିଟ୍ କରୁଛନ୍ତି ଏବଂ ଏହି ଚ୍ୟାନେଲ୍ ସହିତ ଯୋଡ଼ିବାକୁ ଚାହୁଁଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନ୍ ଅଲ୍ରେ କରିଦିଅନ୍ତୁ, ଯାହାଦ୍ୱାରା କି କିଛି ବି ଇନଫର୍ମେସନ୍ ଗଭର୍ଣ୍ଣମେଣ୍ଟ ଜବ୍ ରିଲେଟେଡ୍ ଅପଲୋଡ଼ ହେଲେ ବା ଭିଡ଼ିଓ ଅପଲୋଡ଼ ହେଲେ ଆପଣମାନେ ପ୍ରଥମେ ଜାଣିପାରିବେ ବା ପାଇପାରିବେ। ତ ଆଜିର କ୍ୱେଶ୍ଚନ୍ ହେଉଛି କ୍ୱେଶ୍ଚନ୍ ନମ୍ବର 1, ଆକର୍ଡିଂ ଦ ହଷ୍ଟି ଗୁମ୍ଫା ଇନ୍ସପିରେସନ୍ ହୁ ୱାଜ୍ ଡିଫିଟେଡ୍ ଅଫ୍ ଖାରବେଲ ବା ହଷ୍ଟି ଗୁମ୍ଫା ଲେଖା ଅନୁଯାୟୀ ଖାରବେଲଙ୍କ ଦ୍ୱାରା କିଏ ପରାସ୍ତ ହୋଇଥିଲେ? କିଏ? ନରସିଂହ ବର୍ମନ ବା ସିମ୍ଭାସିନୁ, ଶକ୍ତିକର୍ଣ୍ଣି, ଗୁପ୍ତମୀ ପୁତ୍ର ଶକ୍ତିକର୍ଣ୍ଣି। ଏହା ହେଉଛି ଆନ୍ସର୍ ସତକର୍ଣ୍ଣି। ଦ ରେଭଲ୍ଟ ଅଫ୍ ସମ୍ବଲପୁର ୱାଜ୍ ଇଣ୍ଡ ୱିଥ୍ ଦ ଡେଥ୍ ଅଫ୍ ବା ମୃତ୍ୟୁ ସହିତ ସମ୍ବଲପୁର ବିଦ୍ରୋହ ସମାପ୍ତ ହେଲା କି? ଏହା ସୁରେନ୍ଦ୍ର ସାଇ, ଚାବିଲା ସାଇ, ସତ୍ୟଭକ୍ତ, ନନା ସାହେବ। ଏହା ସୁରେନ୍ଦ୍ର ସାଇଙ୍କ ମୃତ୍ୟୁ ସହିତ ସମ୍ବଲପୁର ବିଦ୍ରୋହ ସମାପ୍ତ ହେଲା। ନମ୍ବର 3, ରେଲୱେ ଇନ୍ କୋଷ୍ଟାଲ ଓଡ଼ିଶା ଷ୍ଟାର୍ଟ ବା ରେଲୱେ ଓଡ଼ିଶାରେ କେବେ ଷ୍ଟାର୍ଟ ହେଇଥିଲା? 1893 ମସିହା। ଏଟା ଆପଣଙ୍କ ଖୋର୍ଦ୍ଧା ଟୁ ଭୁବନେଶ୍ୱର BBSR ଷ୍ଟାର୍ଟ ହେଇଥିଲା ଆପଣ 1893 ମସିହା। ହ୍ୱାଟ୍ ଆର୍ ଦ ନେମ୍ ଅଫ୍ ପ୍ଲେସ୍ where the salt ସତ୍ୟାଗ୍ରହ ଅଣ୍ଡର ଲିଡରସିପ୍ ଅଫ୍ ସୁରେନ୍ଦ୍ରନାଥ ଦାସ କ୍ରିଏଟେଡ୍ ଗ୍ରେଟ୍ ଇମ୍ପ୍ରେସନ୍ ବା ସେହି ସ୍ଥାନର ନାମ କ'ଣ ଯେଉଁଠାରେ ସୁରେନ୍ଦ୍ରନାଥ ଦାସଙ୍କ ନେତୃତ୍ୱରେ ଲୁଣ ସତ୍ୟାଗ୍ରହରେ ଏକ ବଡ଼ ପ୍ରଭାବ ସୃଷ୍ଟି କରିଥିଲା? କାଲଦିହିରେ, ତାଲସାରୀରେ, କୋକରିରେ, ଇଚୁଣ୍ଡି। ଏହା ହେଉଛି ଆପଣଙ୍କ ଆନ୍ସର୍ ଇଚୁଣ୍ଡି। Which among the following is are the natural lake situated in ଓଡ଼ିଶା ବା ନ୍ୟାଚୁରାଲ ଲେକ୍ ବା ଚିଲିକା, କେଲରୁ, ତାମ୍ରଶ, ଅନୁସ୍ପା। ତ ଏଠି ଦେଇଛି ସିଲେକ୍ଟ ଦ କରେକ୍ଟ ଅପସନ୍ ଫର୍ ଦ କୋଡ୍ ଗିଭେନ୍ ବା କେଉଁଟା ଆସିବ ଆପଣଙ୍କ ACD। ଏ କ'ଣ ହେବ? ଚିଲିକା। ସି କେଲରୁ ଆପଣ ନାହିଁ, ତାମ୍ରପଡ଼ା ଅଛି, ଅନୁସୁପା ବା ଏଇଟା ତାମ୍ପରା ଲେଖା ହେଇଛି, ଏଇଟା ତାମ୍ରପଡ଼ା, ଅନୁସୁପା। ଏ ତିନିଟା ଓଡ଼ିଶାରେ ଅଛି, ଖାଲି ଆପଣଙ୍କ ଯେଉଁଟା ବି ଅଛି କୋଲେରୁଟା ନାହିଁ। Which district of Odisha comparatively receive the low rainfall in winter as well in the monsoon season ବା ଏହା ମନସୁନ୍ ସିଜନରେ କେଉଁଠି ହେଇଥାଏ? ଏହା ହେଉଛି କୋରାପୁଟ ଡିଷ୍ଟ୍ରିକ୍ଟରେ। ନମ୍ବର 7, which lake of Odisha was declared as the first Indian wetland of international importance under the ରାମସନ୍ କନଜରଭେସନ ବା ରାମସନ୍ ସମ୍ମିଳନୀ ଅଧୀନରେ ଓଡ଼ିଶାର କେଉଁ ହ୍ରଦକୁ ଆନ୍ତର୍ଜାତିକ ଗୁରୁତ୍ୱପୂର୍ଣ୍ଣ ପ୍ରଥମ ଭାରତୀୟ ଆର୍ଦ୍ରଭୂମି ଭାବେ ଘୋଷଣା କରାଯାଇଛି? ଅନୁସ୍ପା, କେଲେରୁ, ଉଲର, ଚିଲିକା। ଏହା ଆପଣଙ୍କ ଚିଲିକା। ନମ୍ବର 8, ଷ୍ଟେଟ୍ ପୋଟାଟୋ ମିଶନ ଅଫ୍ ଓଡ଼ିଶା ୱାଜ୍ ଇମ୍ପ୍ଲିମେଣ୍ଟ ଇନ୍ ହ୍ୱିଚ୍ ଇୟର? ଆପଣଙ୍କ ହେଉଛି 2015-16 ମସିହା। ଦ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଆନାଉନ୍ସ ଦ ଫାର୍ଷ୍ଟ ଏଗ୍ରିକଲଚର ପଲିସି ଇନ୍ ହ୍ୱିଚ୍ ଇୟର ବା ଗଭର୍ଣ୍ଣମେଣ୍ଟ କେବେ ଆନାଉନ୍ସ କରିଥିଲେ ଫାର୍ଷ୍ଟ ଏଗ୍ରିକଲଚର ପଲିସି? ଆପଣଙ୍କ 1996 ମସିହାରେ ଏହା ଡିକ୍ଲାର କରିଥିଲେ। ହେନ୍ତାବଲ ଭନ୍ ଇଜ୍ ଦ ଲୋକାଲ ନେମ୍ ଅଫ୍ ହ୍ୱିଚ୍ ଟାଇପ୍ ଅଫ୍ ଫରେଷ୍ଟ ବା କେଉଁ ପ୍ରକାର ଜଙ୍ଗଲର ସ୍ଥାନୀୟ ନାମ ହେଉଛି ହେନ୍ତାଲବନ? ଏହା ହେଉଛି ମ୍ୟାଙ୍ଗ୍ରୋଭ୍ ଫରେଷ୍ଟ। Which bird a sanctuary is situated at the core area of ଚିଲିକା wetland of ଓଡ଼ିଶା ବା କେଉଁ ପକ୍ଷୀ ଅଭୟାରଣ୍ୟର ଓଡ଼ିଶା ଚିଲିକା ଆର୍ଦ୍ରଭୂମିର ମୂଳ ଅଞ୍ଚଳରେ ଅବସ୍ଥିତ?
ହେଉଛି ନଲବନ ବାର୍ଡ ସେଙ୍କ୍ଚୁଆରୀ। As per 2019 assessment, forest cover in the Odisha is lowest in which district? ବା ଓଡ଼ିଶାରେ 2019 ମୂଲ୍ୟାଙ୍କନର ଜଙ୍ଗଲ ଆବରଣ ଅନୁଯାୟୀ କେଉଁ ଜିଲ୍ଲାରେ ସର୍ବନିମ୍ନ? ଆପଣଙ୍କ ହେଉଛି ଭଦ୍ରକ। What is the rank of Odisha term of dependent of forest for fuel wood? ବା ଇନ୍ଧନ କାଠ ପାଇଁ ଜଙ୍ଗଲ ଉପରେ ନିର୍ଭରଶୀଳ ଦୃଷ୍ଟିରୁ ଓଡ଼ିଶାର ମାନ୍ୟତା କ'ଣ? ଫାର୍ଷ୍ଟ, ସେକେଣ୍ଡ, ଥାର୍ଡ଼, ଫୋର୍ଥ? ଆପଣ ହେଉଛି ସେକେଣ୍ଡ। Who released the issue of merger of Odisha speaking area during the second round table conference? ବା ଦ୍ୱିତୀୟ ରାଉଣ୍ଡ ଟେବୁଲ ସମ୍ମିଳନୀରେ ଓଡ଼ିଶାର ଭାଷାଭାଷୀ ଅଞ୍ଚଳର ମିଶ୍ରଣ ପ୍ରସଙ୍ଗ କିଏ ଉଠାଇଥିଲେ? ବନ୍ଧୁ ଦାସ ଉଠାଇଥିଲେ, ମଧୁସୂଦନ ଦାସ ଉଠାଇଥିଲେ, ସର୍ଦ୍ଦାର ପଟେଲ ଉଠାଇଥିଲେ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଉଠାଇଥିଲେ। ଏହା ଆପଣଙ୍କ ଆନ୍ସର ହେଉଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଉଠାଇଥିଲେ। Which of the following article of the India Constitution power the governor of promulgated ordinance? ବା ଭାରତୀୟ ସମ୍ବିଧାନର ନିମ୍ନଲିଖିତ ଆର୍ଟିକଲ ମଧ୍ୟରେ କେଉଁଟି ରାଜ୍ୟପାଳକୁ ଆଡିସନାଲ ପ୍ରଚାର କରିବାକୁ କ୍ଷମତା ଦିଏ? ଆର୍ଟିକଲ ହେଉଛି 213। Who is now as the father of modern ଓଡ଼ିଆ ଲେକ୍ଚର? ଆଧୁନିକ ବା ଲିଟରେଚର ଆଧୁନିକ ଓଡ଼ିଶା ସାହିତ୍ୟର ପିତା ଭାବେ କିଏ ଜଣାଶୁଣା? ଫକୀର ମୋହନ ସେନାପତି। ଓଡ଼ିଶା ଇକତ ୱାଜ୍ ଗିଭେନ୍ ଦ GI ଟ୍ୟାଗ ଇନ୍ ହ୍ୱିଚ୍ ଇୟର? ବା କେଉଁ ବର୍ଷରେ ଓଡ଼ିଶାର ଇକତକୁ GI ଟ୍ୟାଗ ଦିଆଯାଇଥିଲା? 2007 ମସିହା। ଓଡ଼ିଶା ହୋଷ୍ଟେଡ୍ ଏସିଆ ରଗ୍ବି ଓମେନ୍ ଚାମ୍ପିଅନସିପ୍ ହ୍ୱିଚ୍ ଇୟର? ବା କେଉଁ ବର୍ଷ ଓଡ଼ିଶାରେ ଏସିଆ ରଗ୍ବି ମହିଳା ଚାମ୍ପିଅନସିପ୍ ଆୟୋଜନ କରିଥିଲେ? 2018। ଆଜି ପାଇଁ ଏହି ପ୍ରସଙ୍ଗରେ ଆଜି ଏତିକି। କାଲି ମଧ୍ୟ କିଛି ନୂଆ ଜିନିଷ ପଢ଼ିବା, ଯେଉଁଠି ଜେନେରାଲ ନଲେଜ ହେବ, ସାଇନ୍ସ ବିଷୟରେ, ହିଷ୍ଟ୍ରି ବିଷୟରେ, ଜୋଗ୍ରାଫି ବିଷୟରେ, ଏମିତି ଡେଲି ନା ଡେଲି କିଛି ପଢ଼ିବା। ତାପରେ ଯେଉଁମାନେ ଜୋଗ୍ରାଫି ମଧ୍ୟ ପଢ଼ିବାକୁ ଚାହୁଁଛନ୍ତି, ପ୍ରିଭିୟସ୍ ଯଦି ପଢ଼ିବାକୁ ଚାହୁଁଛନ୍ତି, ତାହେଲେ ପୂର୍ବର ଯେଉଁ ଭିଡ଼ିଓ ଗୁଡ଼ା ଅଛି ସେଠି ମଧ୍ୟ ଯାଇକରି ଦେଖିପାରିବେ। ଅନ୍ୟ ୟୁଟ୍ୟୁବ୍ ଯେଉଁମାନେ ପଢ଼ଉଛନ୍ତି ଭଲ କରି, ତାଙ୍କ ଭିଡ଼ିଓ ମଧ୍ୟ ଯାଇକରି ଦେଖିପାରିବେ, ଯାହାଦ୍ୱାରା କି ଆପଣଙ୍କ ଫଣ୍ଡାମେଣ୍ଟାଲ ଆପଣଙ୍କ ଏକ୍ଜାମ୍ରେ ଯେଉଁ ଫଣ୍ଡାମେଣ୍ଟାଲ କ୍ଲିଅର ହେଉନଥିଲା ତାହାଗୁଡ଼ା ହେବ। ପ୍ଲସ୍ ନିଜେ ମଧ୍ୟ ଚେଷ୍ଟା କରନ୍ତୁ, ଭିଡ଼ିଓ ଦେଖିଲେ ହେବନି, ବହି ଖୋଲିକରି ନିଜେ ମଧ୍ୟ ପଢ଼ନ୍ତୁ, ଯାହାଦ୍ୱାରା କି ଆପଣଙ୍କ ନେକ୍ସଟ ଏକ୍ଜାମ୍ରେ ବହୁତ ହେଲ୍ପଫୁଲ୍ କରିବ। ଆଶା କରିବି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ନିଶ୍ଚିତ ଭିଡ଼ିଓଟିକୁ ଗୋଟିଏ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ଓ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ। ଥ୍ୟାଙ୍କସ୍ ଫର୍ ୱାଚିଂ।